ପୁରୀର ଜଗନ୍ନାଥ ମନ୍ଦିର ଏହା କେବଳ ଏକ ପୂଜାପାଠର ସ୍ଥାନ ନୁହେଁ। ଏହା ଏକ ଏମିତି ଜାଗା, ଗୋଟେ ଏମିତି ରହସ୍ୟର କେନ୍ଦ୍ର ଯେଉଁଠି ଲାଗେ ସତେ ଯେମିତି ବିଜ୍ଞାନର ସବୁ ନିୟମକାନୁନ କାମ କରିବା ବନ୍ଦ କରିଦିଏ। ତେବେ ଆଜି ଆମେ ସେହି ସବୁ ଅବିଶ୍ୱାସନୀୟ ରହସ୍ୟ ଭିତରକୁ ଯିବା, ଯାହା ଶହ ଶହ ବର୍ଷ ଧରି ତର୍କ ଓ ବିଶ୍ୱାସ ଭିତରେ ଏକ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି। ଚାଲନ୍ତୁ ଆରମ୍ଭ କରିବା ଏକ ଏମିତି ଯାତ୍ରା। କଳ୍ପନା କରନ୍ତୁ ତ, ଏମିତି ଏକ ଜାଗା ଯେଉଁଠି ପବନ ତା ନିଜ ଦିଗର ଓଲଟା ବହେ, ଆଉ ନିଆଁ ତଳୁ ଉପରକୁ ନୁହେଁ ବରଂ ଉପରୁ ତଳୁକୁ ଜଳେ। ହଁ, ଏହି ମନ୍ଦିରର ପ୍ରତିଟି ରହସ୍ୟ ଆମର ସାଧାରଣ ଜ୍ଞାନ ଆଉ ବୁଝାମଣା ପାଇଁ ଗୋଟେ ଗୋଟେ ବଡ଼ ଚ୍ୟାଲେଞ୍ଜ। ତେବେ ଆସନ୍ତୁ ପ୍ରଥମେ ମନ୍ଦିରର ସେହି ରହସ୍ୟଗୁଡ଼ିକ ଦେଖିବା, ଯାହା ଆମ ଆଖି ସାମ୍ନାରେ ପ୍ରତିଦିନ ଘଟେ, କିନ୍ତୁ ଯାହାର କୌଣସି ସହଜ ଉତ୍ତର ଆଜିଯାଏ ମିଳିନି। ଆଚ୍ଛା, କେବେ ଭାବିଛନ୍ତି କି ଗୋଟିଏ ଜାଗାରେ ପବନ ନିଜର ନିୟମ ବଦଳାଇ ଦେଇପାରେ? ଶୁଣିବାକୁ ଅଜବ ଲାଗୁଥିଲେ ବି ଜଗନ୍ନାଥ ମନ୍ଦିରର ପତାକା ଆମକୁ ଏହି ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ। ଆଉ ମଜାର କଥା ହେଲା, ଏହା ଗୋଟିଏ ଦିନର ଘଟଣା ନୁହେଁ, ଏହା ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଘଟେ। ଦେଖନ୍ତୁ, ସାଧାରଣ କଥା ହେଲା ପବନ ଯୁଆଡ଼େ ବହିବ ପତାକା ସିଆଡ଼େ ଉଡ଼ିବ। ଏଇଟା ଏକଦମ ସରଳ ଏରୋଡାଇନାମିକ୍ସ। କିନ୍ତୁ ପୁରୀ ମନ୍ଦିରରେ এই ନିୟମଟା ପୂରାପୂରି ଫେଲ୍ ମାରିଯାଏ। ଏଠି ପତାକା ସବୁବେଳେ ପବନର ଓଲଟା ଦିଗରେ ଉଡ଼େ। ବୈଜ୍ଞାନିକମାନେ ଏହା ପଛର କାରଣ ଖୋଜି ଖୋଜି ଥକିଗଲେଣି, କିନ୍ତୁ ଆଜିଯାଏଁ ଏହାର କୌଣସି ଠୋସ୍ ବ୍ୟାଖ୍ୟା କେହି ଦେଇପାରିନାହାନ୍ତି। ଏବେ ଆସନ୍ତୁ ଆଉ ଗୋଟେ ଆଶ୍ଚର୍ଯ୍ୟ କଥାକୁ। ମନ୍ଦିରର ନୀଳଚକ୍ର ଆପଣ ପୁରୀ ସହରର ଯେକୌଣସି କୋଣରୁ ଦେଖନ୍ତୁ ନା କାହିଁକି, ଲାଗିବ ସତେ ଯେମିତି ସେଇଟା ସିଧା ଆପଣଙ୍କ ଆଡ଼କୁ ମୁହଁ କରିଛି। ଏହା ଏକ ଜବରଦସ୍ତ ଆର୍କିଟେକ୍ଚରାଲ ଇଲ୍ୟୁଜନ୍ ବା ଦୃଷ୍ଟିଭ୍ରମ। କିନ୍ତୁ ପ୍ରଶ୍ନଟା ହେଉଛି, ହଜାରେ ବର୍ଷ ତଳେ ବିନା କୌଣସି ଆଧୁନିକ ଟେକ୍ନୋଲୋଜିରେ ଏତେ ସଠିକ୍ ଭାବେ ଏହାକୁ ତିଆରି କରାଗଲା କେମିତି? ଏହା ସତରେ ଏକ କମାଲ। ଠିକ୍ ଅଛି, ବାହାରର ରହସ୍ୟ ତ ଦେଖିଲେ। ଏବେ ଚାଲନ୍ତୁ ମନ୍ଦିରର ସବୁଠାରୁ ଗଭୀର, ସବୁଠାରୁ ଗୁପ୍ତ ରହସ୍ୟକୁ ଯିବା। ଏହାର ନାଁ ହେଉଛି ବ୍ରହ୍ମ ପଦାର୍ଥ। କୁହାଯାଏ ଏହା ହିଁ ମନ୍ଦିରର ପ୍ରକୃତ ପ୍ରାଣକେନ୍ଦ୍ର। ବୁଝିଲେ, এই ବ୍ରହ୍ମ ପଦାର୍ଥ କେବଳ ଗୋଟେ ଧାର୍ମିକ ଚିହ୍ନ ନୁହେଁ। ଲୋକଙ୍କର ବିଶ୍ୱାସ ଅଛି ଯେ ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ଜୀବନ୍ତ ହୃଦୟ। ହଁ, ଏକ ଜୀବନ୍ତ ଅଂଶ ଯେଉଁଥିରୁ ମନ୍ଦିରର ସବୁ ଶକ୍ତି ବାହାରେ। ଆଉ ଏହାର ଗୋପନୀୟତା, ତାର ସ୍ତର କେତେ ଜାଣିଛନ୍ତି? ପ୍ରତି 12 ବର୍ଷରେ ଥରେ ଯେତେବେଳେ ଏହାକୁ ସ୍ଥାନାନ୍ତର କରାଯାଏ, ପୂରାପୂରି ସହରର ଲାଇଟ୍ ବନ୍ଦ କରିଦିଆଯାଏ। ଚୟନ ହୋଇଥିବା ପୂଜକ ଆଖିରେ ପଟି ଆଉ ହାତରେ ମୋଟା ଦସ୍ତାନା ପିନ୍ଧନ୍ତି। କୁହାଯାଏ, ଯିଏ ବି ଏହାକୁ ଖାଲି ଆଖିରେ ଦେଖିଦେବ, ସେ ସାଙ୍ଗେ ସାଙ୍ଗେ ମରିଯିବ କିମ୍ବା ପାଗଳ ହୋଇଯିବ। ତେଣୁ ଏହି କଠୋର ନିୟମଗୁଡ଼ିକ କେବଳ ପରମ୍ପରା ନୁହେଁ, ବରଂ ଏକ ଅକଳ୍ପନୀୟ ଶକ୍ତିକୁ ସୁରକ୍ଷା ଦେବାର ଏକ ଉପାୟ, ଯାହା ଶହ ଶହ ବର୍ଷ ଧରି ଏହି ରହସ୍ୟକୁ ବାହ୍ୟ ଆକ୍ରମଣରୁ ବଞ୍ଚେଇ ରଖିଛି। ତେବେ ପ୍ରଶ୍ନ ଉଠୁଛି, ଏହି ବ୍ରହ୍ମ ପଦାର୍ଥ ପ୍ରକୃତରେ କ'ଣ? ଗୋଟେ ପଟେ ଅଛି ଅତୁଟ ବିଶ୍ୱାସ ଯେ ଏହା ଭଗବାନ କୃଷ୍ଣଙ୍କର ସ୍ପନ୍ଦିତ ହୃଦୟ, ଆଉ ଅନ୍ୟପଟେ କିଛି ଗବେଷକ ଏକ ଆଶ୍ଚର୍ଯ୍ୟକର ଥିଓରି ଦିଅନ୍ତି। ସେମାନେ କୁହନ୍ତି ଏହା କୌଣସି ଏକ ପ୍ରାଚୀନ ଆର୍କ ରିଏକ୍ଟର ଭଳି ଡିଭାଇସ୍ ହୋଇପାରେ, ଯେଉଁଥିରୁ ପ୍ରଚୁର ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଶକ୍ତି ବାହାରେ। ସେମାନଙ୍କର ଯୁକ୍ତି ହେଲା, ମୂର୍ତ୍ତିକୁ କାଠରେ ତିଆରି କରାଯିବାର କାରଣ ହିଁ ଏହିଆ, ଯେମିତିକି କାଠ, ଯାହା ବିଦ୍ୟୁତର କୁପରିବାହୀ, ଏହି ଶକ୍ତିକୁ ନିୟନ୍ତ୍ରଣ କରିପାରିବ। ବିଶ୍ୱାସ ଆଉ ବିଜ୍ଞାନର ଏହି ଦ୍ୱନ୍ଦ୍ୱ ରହସ୍ୟକୁ ଆହୁରି ଜଟିଳ କରିଦିଏ। ଏବେ ଆସନ୍ତୁ ଆଉ ଗୋଟେ ରୋମାଞ୍ଚକର ଦିଗକୁ ଯିବା। ଏହା ହେଉଛି ମନ୍ଦିର ସହିତ ଜଡ଼ିତ ଭବିଷ୍ୟମାଳିକା। ଏହା ଏକ 500 ବର୍ଷ ପୁରୁଣା ଭବିଷ୍ୟବାଣୀ ଗ୍ରନ୍ଥ, ଯେଉଁଥିରେ ଆଜିର ଦୁନିଆରେ ଘଟୁଥିବା ଘଟଣାର ସଂକେତ ଥିବା ଦାବି କରାଯାଏ। ଆଉ ଏଥିରେ ଥିବା କିଛି କଥା ଆଉ ଆଜିର ଘଟଣା ଭିତରେ ଥିବା ମେଳ ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗେ। ଯେମିତିକି 2019ର ଫନି ବାତ୍ୟାରେ ନୀଳଚକ୍ର ବଙ୍କା ହେବା, 2020ରେ ପ୍ରଥମ ଥର ପାଇଁ ପତାକାରେ ନିଆଁ ଲାଗିଯିବା, ଆଉ ଠିକ୍ ସେହି 2020ରେ ଏକ ମହାମାରୀ ଆସିବା, ଯେଉଁଥିରେ ଲୋକେ ଘରେ ରହିବେ ବୋଲି କୁହାଯାଇଥିଲା। ଏସବୁ କ'ଣ କେବଳ ସଂଯୋଗ, ନା ଶତାବ୍ଦୀ ପୂର୍ବରୁ ଲେଖାଯାଇଥିବା ସତ୍ୟ? ଏହାକୁ ନେଇ ଅନେକ ମତ ରହିଛି। ଏହି ଭବିଷ୍ୟବାଣୀଗୁଡ଼ିକରେ ବାରମ୍ବାର ବିପଦ ଆଉ ସୁରକ୍ଷାର କଥା କୁହାଯାଇଛି। ଆଉ ଏହି ସୁରକ୍ଷାର ଆବଶ୍ୟକତା କାହିଁକି ପଡ଼ିଲା, ତାହା ମନ୍ଦିରର ଇତିହାସ ଦେଖିଲେ ଜଣାପଡ଼େ। କାରଣ ଏହି ମନ୍ଦିର ବାରମ୍ବାର ଭୟଙ୍କର ଆକ୍ରମଣର ଶିକାର ହୋଇଛି। 1558 ମସିହାର କଥା, କୁଖ୍ୟାତ ଆକ୍ରମଣକାରୀ କଳାପାହାଡ଼ ନିଜର ସେନା ନେଇ ମନ୍ଦିର ଉପରେ ଚଢ଼ାଉ କଲା। କିନ୍ତୁ ଇତିହାସ କହେ, ଯେମିତି ହିଁ ତାର ସେନା ମନ୍ଦିର ପାଖରେ ପହଞ୍ଚିଲା, ହଠାତ୍ ଆକାଶରେ ଘୋର ଝଡ଼ ସୃଷ୍ଟି ହେଲା, ଆଉ ମନ୍ଦିର ଭିତରୁ ଏକ ପ୍ରଚଣ୍ଡ ଆଲୋକ ବାହାରିଲା। ଏହା ଦେଖି ଆକ୍ରମଣକାରୀ ସୈନିକମାନେ ଏତେ ଡରିଗଲେ ଯେ ବିନା ଯୁଦ୍ଧରେ ସେଠାରୁ ପଳେଇଗଲେ। ଅନେକେ ଏହାକୁ ଦୈବୀ ଶକ୍ତିର ଚମତ୍କାର ବୋଲି କୁହନ୍ତି। କେବଳ ମୋଗଲ ନୁହନ୍ତି, ପରବର୍ତ୍ତୀ ସମୟରେ ବ୍ରିଟିଶ ଶାସକମାନେ ମଧ୍ୟ ଏହି ମନ୍ଦିରର ପରମ୍ପରାକୁ ବୁଝିପାରିଲେ ନାହିଁ।
1805 ମସିହାରେ ଜଣେ ବ୍ରିଟିଶ କଲେକ୍ଟର ହଣ୍ଟର ଲେଖିଥିଲେ ଯେ ପୁରୀ ମନ୍ଦିରର ରୀତିନୀତି ଅଯୌକ୍ତିକ ଏବଂ ବର୍ବର। ଏହି ଗୋଟିଏ ଲାଇନ୍ ସେମାନଙ୍କର ଔପନିବେଶିକ ମାନସିକତାକୁ ଦେଖାଇବା ପାଇଁ ଯଥେଷ୍ଟ। ହେଲେ 1866 ମସିହାରେ ଯେତେବେଳେ ବ୍ରିଟିଶ ସରକାର ରଥଯାତ୍ରା ବନ୍ଦ କରିବାକୁ ଚେଷ୍ଟା କଲେ, ସେତେବେଳେ ସେମାନେ ଲୋକଙ୍କର ଆସ୍ଥାର ପ୍ରକୃତ ଶକ୍ତି ଦେଖିଲେ। ଲକ୍ଷ ଲକ୍ଷ ଲୋକ ଏହାର ବିରୋଧରେ ଛିଡ଼ା ହେଲେ। ଏହି ଜନ ଆନ୍ଦୋଳନ ଏତେ ବଡ଼ ଥିଲା ଯେ ଶେଷରେ ବ୍ରିଟିଶ ସରକାର ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେଲେ। ଏଥିରୁ ଜଣାପଡ଼େ ଯେ ଏହି ପରମ୍ପରା ଲୋକଙ୍କ ବିଶ୍ୱାସ ସହ କେତେ ଗଭୀର ଭାବେ ଜଡ଼ିତ। ତେବେ ଚାଲନ୍ତୁ ଶେଷରେ ମନ୍ଦିର ଭିତରେ ଘଟୁଥିବା କିଛି ଦୈନନ୍ଦିନ ଚମତ୍କାର ବିଷୟରେ ଜାଣିବା, ଯାହା ଆଜି ବି ବିଜ୍ଞାନ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ମନ୍ଦିରର 22 ପାହାଚ ଚଢ଼ିବା ବେଳେ ତୃତୀୟ ପାହାଚକୁ ଯମଶିଳା କୁହାଯାଏ। ଏକ ବିଶ୍ୱାସ ରହିଛି ଯେ ଏହା ଉପରେ ପାଦ ଦେଲେ ମଣିଷର ସବୁ ପୁଣ୍ୟ ନଷ୍ଟ ହୋଇଯାଏ। ସେଥିପାଇଁ ଭକ୍ତମାନେ ସାଧାରଣତଃ ଏହି ପାହାଚକୁ ଡେଇଁ କରି ଯାଆନ୍ତି। ଆଉ ଏବେ ଆସନ୍ତୁ ମନ୍ଦିରର ସେହି ପ୍ରସିଦ୍ଧ ରୋଷେଇ ଘରକୁ। ଏହା ଦୁନିଆର ସବୁଠୁ ବଡ଼ ରୋଷେଇ ଘର। ଏଠାରେ ଗୋଟିଏ ବଡ଼ ଆଶ୍ଚର୍ଯ୍ୟକର ପ୍ରଶ୍ନ ରହିଛି। ଯେତେବେଳେ 7ଟି ହାଣ୍ଡି ଗୋଟିଏ ଉପରେ ଗୋଟିଏ ରଖି ରନ୍ଧାଯାଏ, ସବୁଠୁ ତଳ ହାଣ୍ଡି ନୁହେଁ ବରଂ ସବୁଠୁ ଉପରେ ଥିବା ହାଣ୍ଡିଟିର ଖାଦ୍ୟ ପ୍ରଥମେ କେମିତି ରନ୍ଧା ହୁଏ? ତାପଗତି ବିଜ୍ଞାନ ବା ଥର୍ମୋଡାଇନାମିକ୍ସର ନିୟମ ତ ଏଠି ପୂରାପୂରି ଓଲଟି ଯାଉଛି। ଆଉ କେବଳ ସେତିକି ନୁହେଁ, ଏହି ଚମତ୍କାରୀ ରୋଷେଇ ଘରେ ଆହୁରି ବି ରହସ୍ୟ ଅଛି। ଏଠି ପ୍ରତିଦିନ ଯେତେ ଲୋକ ଆସନ୍ତୁ ନା କାହିଁକି, ରନ୍ଧାଯାଇଥିବା ଖାଦ୍ୟ କେବେ କମ୍ ପଡ଼େନି କି ବଳକା ହୋଇ ନଷ୍ଟ ବି ହୁଏନି। ଆଉ ଏତେ ବଡ଼ ରୋଷେଇ ଘରେ ଗୋଟିଏ ବି ମାଛି ନାହାନ୍ତି କି କୌଣସି ପ୍ରକାରର ଦୁର୍ଗନ୍ଧ ନାହିଁ। ଲୋକେ ଏହାକୁ ମା ଲକ୍ଷ୍ମୀଙ୍କର କୃପା ବୋଲି ମାନନ୍ତି। ତେବେ ଏସବୁ କ'ଣ? ଏହା କେବଳ କାକତାଳୀୟ ସଂଯୋଗ କିମ୍ବା କୌଣସି ଅତ୍ୟାଧୁନିକ ପ୍ରାଚୀନ ଇଞ୍ଜିନିୟରିଂ ଯାହାକୁ ଆମେ ଆଜି ବୁଝିପାରୁନେ, ନା ଏହା ପଛରେ ସତରେ କୌଣସି ଦିବ୍ୟ ଶକ୍ତି କାମ କରୁଛି? ଶେଷରେ ପ୍ରଶ୍ନ ସେଇଠି ଛିଡ଼ା ହୁଏ, କେଉଁଠି ବିଶ୍ୱାସ ସରେ ଆଉ କେଉଁଠୁ ବାସ୍ତବତା ଆରମ୍ଭ ହୁଏ? ବୋଧହୁଏ ଜଗନ୍ନାଥ ମନ୍ଦିରର ଏହି ରହସ୍ୟଗୁଡ଼ିକ ଆମକୁ ସେହି ଅଦୃଶ୍ୟ ସୀମାରେଖା ବିଷୟରେ ଚିନ୍ତା କରିବାକୁ ହିଁ ବାଧ୍ୟ କରେ। ଏହାର ଉତ୍ତର ହୁଏତ କୌଣସି ବହିରେ ନାହିଁ, ଏହା ବୋଧହୁଏ ବ୍ୟକ୍ତିଗତ ବିଶ୍ୱାସ ଆଉ ଅନୁଭୂତି ଭିତରେ ହିଁ ଲୁଚି ରହିଛି।